ଦେଖନ୍ତୁ ବର୍ତ୍ତମାନ ବିଜେଡ଼ିର ସ୍ଥିତି ସଂଗଠନ ଭଲ ଅଛି, ଦୃଢ଼ ଅଛି। ତା ସହିତ ଏ ଆପଣମାନେ ଯାହା ଦେଖୁଥିବେ ଯେ କେତେଜଣ ସବୁ ଦଳ ପରିବର୍ତ୍ତନ କରୁଛନ୍ତି, ଯେଉଁମାନେ ବିଜେଡ଼ି ରହିକି ଉପକୃତ ହେଇଥିଲେ, ଲାଭାନ ହେଇଥିଲେ, କ୍ଷମତାର ହଉ ବିଭିନ୍ନ ଲାଭାନ ହେଇଥିଲେ, ସେମାନେ ଦଳ ଛାଡ଼ି ଯାଉଛନ୍ତି। କିନ୍ତୁ ସେମାନଙ୍କୁ ଏଇ ଯେଉଁ ଦଳ ଛାଡ଼ୁଛନ୍ତି, ଜନସାଧାରଣ କେବେ କ୍ଷମା ଦେବେ ନାହିଁ। କ'ଣ ପାଇଁ ଛାଡ଼ୁଛନ୍ତି? ଯଦି ଲାଭ ହେଇଥିଲେ ଗୋଟେ ଦଳରୁ ଛାଡ଼ୁଛନ୍ତି କ'ଣ ପାଇଁ? ସେଇଟା ଦେଖିଲେ ଗୋଟେ ଶାସନଟା ଅଛି। ଆମେ ଶାସନ ଗଲେ ଆମେ ପୁଣି ସେ ଲାଭାନ ହେବା, ଗୋଟେ ଦଳ ଲାଭାନ ଭାବେ ଯାଉଛନ୍ତି, ମାନେ ଲୋଭର ବସି ବସି ଯାଉଛନ୍ତି। ଆପଣ ଦେଖୁନାହାନ୍ତି ଯେଉଁ ରାଜ୍ୟସଭା ନିର୍ବାଚନ ହେଲା, MP ଇଲେକ୍ସନ, କେମିତି କେତେଜଣ ପଳେଇଲେ, କେତେଜଣ ଯେଉଁମାନେ ବହୁତ କିଛି ଉପକୃତ ହେଇଛନ୍ତି। ମାନ୍ୟବର ନବୀନ ପଟ୍ଟନାୟକଙ୍କ ପାଇଁ ସେ ଜିଣିଥିଲେ। ଗୋଟେ MLA ଜଣେ ଜିଣୁଛି, ନବୀନ ପଟ୍ଟନାୟକ ନାଁରେ ଜୁଟୁଛି, ଲୋକମାନେ ନବୀନ ପଟ୍ଟନାୟକ ଭୋଟ ଦେଉଛନ୍ତି, କିନ୍ତୁ ସେ ଦଳକୁ ପଦାଘାତ କରିକି ସେମାନେ ପଳେଇଲେ। MSME ମନ୍ତ୍ରୀ ଗୋକୁଳ ମଲ୍ଲିକ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର ବହୁ ତୁଙ୍ଗ ନେତା, ଯେମିତିକି ଭଞ୍ଜନଗର ପୂର୍ବତନ ବିଧାୟକ ବିକ୍ରମ କେଶର ଆର କଥା କୁହନ୍ତୁ, ତ ଏମିତି କିଛି ଜଣ ବି ଲାଇନ୍ରେ ରହିଛନ୍ତି, ଯାହାକି ମନମୋହନ ସାମଲ ମଧ୍ୟ ରାଜି ହୋଇଛନ୍ତି ଯେ ଗଞ୍ଜାମ ଜିଲ୍ଲାର ବହୁତ ବଡ଼ ବଡ଼ ନେତା ପଳେଇ ଆସୁଛନ୍ତି। ଏମିତି କିଛି ଅଛନ୍ତି? ଦେଖନ୍ତୁ, ଯେତେ ନେତା ଗଲେ ମଧ୍ୟ, ନେତା ହେଉ ବା ନେତ୍ରୀ ହେଉ ଗଲେ ମଧ୍ୟ ତା ଉପରେ ଭୋଟ ଉପରେ କେବେ ପ୍ରଭାବ ପଡ଼ିବନି। କାରଣ ଜନସାଧାରଣ ନବୀନ ପଟ୍ଟନାୟକ ଅଛନ୍ତି। ନବୀନ ପଟ୍ଟନାୟକଙ୍କର ସୁଶାସନ ଆଉ ବର୍ତ୍ତମାନ ବିଜେପି ସରକାରର ବିଫଳତା, ଯାହାଫଳରେ ଲୋକମାନେ ଜାଣିଦେଲେଣି ଯେ ଏମାନେ କଥା ବେଶୀ କହୁଛନ୍ତି, କାମ କମ୍ କରୁଛନ୍ତି। ତେଣୁ ଜନସାଧାରଣ ନିଶ୍ଚୟ 2029 ନିର୍ବାଚନରେ ଓଲଟି ଦେବେ, ବିଜେଡ଼ି ଆଉଥରେ କ୍ଷମତାକୁ ଆସିବ। 13ଟା ନିର୍ବାଚନ ମଣ୍ଡଳ ଆପଣଙ୍କର ଗୋଟିଏ ହିଁ ଜିତିପାରେ, ଆଉ ଗୋଟିଏ କଂଗ୍ରେସକୁ ପଳେଇଲା। ଆଉ ଯେଉଁ ତୁଙ୍ଗ ନେତାମାନେ ରହିଛନ୍ତି ସେମାନେ ବର୍ତ୍ତମାନ ଦଳ ଛାଡ଼ିବାରେ ଅଣ୍ଟା ଭିଡ଼ିଲେଣି, ଗୋଡ଼ ଟେକି ରହିଛନ୍ତି। ଦଳ ପାଇଁ କ୍ଷତି ହେବନି? କିଛି କ୍ଷତି ହେବନି। କାହିଁକି? ମୂଳ ଜିନିଷ ହେଲା ଯେ ଜନସାଧାରଣ କାହା ସହିତ ଅଛନ୍ତି, ଜନସାଧାରଣ ଭୋଟ ଦେବେ। ଏ ଜଣେ ଅଧେ ପଳେଇଲେ ସେ କିଛି ଅସୁବିଧା ହେବନି। ଜନସାଧାରଣ କହୁଛନ୍ତି ଆମେ ନବୀନ ପଟ୍ଟନାୟକଙ୍କୁ ଆଉଥରେ ଝୁରି ହେଉଛନ୍ତି, ତ ଭୋଟ ଦେବେ। ଏମାନେ ଜାଣନ୍ତୁ କି ଦଳର କିଛି କ୍ଷତି ଘଟିବନି। ଗଞ୍ଜାମ ଜିଲ୍ଲା ସବୁଠୁ ବଡ଼ ଜିଲ୍ଲା, ମାନ୍ୟବର ନବୀନ ପଟ୍ଟନାୟକ ନିଜ ଜିଲ୍ଲା। ଏ ଜିଲ୍ଲାରେ ଏ ଯେଉଁ ପଳାୟନ କରୁଛନ୍ତି ନେତାମାନେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ, କିଛି ପ୍ରଭାବ କିଛି ପଡ଼ିବନି। ସେଇଟା ଆମେ ତ କହିପାରିବାନି। ଆପଣଙ୍କ ଖବରକାଗଜରେ ବାହାରୁଛି ନା ଫା, ଆମେ ତ ସେମିତି ସଠିକ୍ କିଛି ପ୍ରମାଣ ପାଇନି ନା, ଗଲା ପରେ ଜଣାପଡ଼ିବ। ସେଇଟା ଆମେ କହିପାରିବାନି। ଏମାନେ ଗୋଟେ ଯେଉଁ ବାହାର କରିଦେଉଛନ୍ତି, ସେଇଟା ଗୋଟେ ତାଙ୍କୁ ମାନେ ଇଏ କରିବା ପାଇଁ, ରୋକିବା ପାଇଁ, କାହିଁକିନା ସେ ଭାରି ପଡ଼ିଲେ ଆଉ ଯିବେନି। ଦେଖନ୍ତୁ, ଦଳର ସଭାପତି ଜେଲରେ ରହିଛନ୍ତି, ସେପଟେ ଯଦି ଦେଖିବା ତାହେଲେ ଦଳର ଯେଉଁ ତୁଙ୍ଗ ନେତାମାନେ କେତେଜଣ ଆସୁନାହାନ୍ତି, ଦଳର ସ୍ଥିତି ଟିକେ ନାଇଁ। ଦେଖନ୍ତୁ, ଏବେ ଆମର ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ରମ ମଧ୍ୟ ହେଉଛି। ଏବେ ନିକଟରେ ଏ ଯେଉଁ ତ୍ରୁଟିପୂର୍ଣ୍ଣ ପୁସ୍ତକ ବାଣ୍ଟିଥିଲେ, ତା ବିରୁଦ୍ଧରେ ଆନ୍ଦୋଳନ ହେଲା। ଜିଲ୍ଲାର ସବୁଯାକ ex-MLA ମାନେ ଆସିଥିଲେ। ବିକ୍ରମ ଆସିନଥିଲେ। ବିକ୍ରମ ତାଙ୍କର ସ୍ୱାସ୍ଥ୍ୟ ଖରାପ ଯେଉଁ, ସେ ସବୁବେଳେ ଆସିପାରୁନାହାନ୍ତି। ବର୍ତ୍ତମାନ ତାଙ୍କର କ'ଣ ବିଶେଷ କାମ ଥିବ ବୋଲି ଆସିନାହାନ୍ତି। ସେଇଟା ତାଙ୍କର ବ୍ୟକ୍ତିଗତ ମତ, ଆମେ ସେଥିରେ କାହିଁକି କିଛି ଇଏ କରିବା, ସେଇଟା ତାଙ୍କର ବ୍ୟକ୍ତିଗତ ମତ। ଆଉ ତେଣୁ ତା ଉପରେ ଆମେ ଏତେ ଗୁରୁତ୍ୱ ଦେବାନି। କିନ୍ତୁ ଜନସାଧାରଣ ନବୀନ ପଟ୍ଟନାୟକ ଅଛନ୍ତି।